नमस्कार, गुड इवनिंग ऑल फ्रेंड्स। आज एडजेक्टिव एट्रिब्यूटिव और प्रेडिकेटिव बाबद आज आलोचना करिबा। एट्रिब्यूटिव अर्थ है गुणसूचक, प्रेडिकेटिव अर्थ है विधेयक सूचक। ଯେତେବେଳେ ଆଡଜେକ୍ଟିଭ ନାଉନ ପୂର୍ବରୁ ବସୁଛି ତାକୁ ଆଟ୍ରିବ୍ୟୁଟିଭ କହନ୍ତି ବା ନାଉନ ଗୁଣକୁ ସୂଚେଇବ। ସେ ଗୁଣସୂଚକ ନାଉନ ଗୁଣକୁ ସୂଚେଇବ, ତେଣୁ ତାକୁ ଆଟ୍ରିବ୍ୟୁଟିଭ ବୋଲି କହନ୍ତି। ନାଉନ ପରେ ଯେତେବେଳେ ବସେ ତାକୁ ପ୍ରେଡିକେଟିଭ ଅର୍ଥ ବିଧେୟକ ବୋଲି କହନ୍ତି। ଯେମିତି କିଛି ଉଦାହରଣ ମୁଁ ଦଉଛି, ଯେତେବେଳେ ଆଟ୍ରିବ୍ୟୁଟିଭରେ ବସିବ ଆଡଜେକ୍ଟିଭ ସେତେବେଳେ ତାର ଅର୍ଥ ଅଲଗା ହେଇଯିବ, ଯଦି ପ୍ରେଡିକେଟିଭରେ ବସିବ ତାର ଅର୍ଥ ମଧ୍ୟ ଅଲଗା ହେଇଯିବ। ବେଳେବେଳେ ବାକ୍ୟରେ ନାଉନ ନଥିଲେ ବି ଆଡଜେକ୍ଟିଭ ୟୁଜ୍ ହେଇପାରିବ। ମୁଁ କେତେଟା ଉଦାହରଣ ଦଉଛି, କେତେଟା ସେଣ୍ଟେନ୍ସ। ହି ଇଜ୍ ଓଲ୍ଡ, ଏଠି ନାଉନ ନାହିଁ, ସବଜେକ୍ଟ ଆଉ ହେଲ୍ପିଂ ଭାର୍ବ, କିନ୍ତୁ ଏଠି ହେଲ୍ପିଂ ଭାର୍ବଟି ମେନ୍ ଭାର୍ବର କାମ କରୁଛି। ହି ଇଜ୍ ଓଲ୍ଡ, ସେ ହେଉଛି ବୃଦ୍ଧ। ସେଇ ଓଲ୍ଡକୁ ଆମେ ଯଦି ଲଗେଇବା, ଯେ ନାଉନ ପୂର୍ବରୁ ଦେଇକି ଯଦି ଆମେ ଲଗେଇବା, ୟୁ ଆର୍ ମାଇ ଓଲ୍ଡ ଫ୍ରେଣ୍ଡ, ତମେ ମୋ ପୁରୁଣା ବନ୍ଧୁ, ସେଠି ଓଲ୍ଡର ଅର୍ଥ ଆସିଲା ବୁଢ଼ା, ଏଠି ଓଲ୍ଡର ଅର୍ଥ ଆସିଲା ପୁରୁଣା। ଆଇ ଆମ୍ ଫାଇନ୍, ମୁଁ ସୁସ୍ଥ। ସି ଇଜ୍ ଏ ଫାଇନ୍ ଟିଚର, ସେ ଜଣେ ଉତ୍ତମ ଶିକ୍ଷକ। ଦ ବକ୍ସ ଇଜ୍ ହେଭି, ବାକ୍ସଟି ଓଜନିଆ। ହି ଇଜ୍ ହେଭି ଡ୍ରିଙ୍କର, ସେ ଜଣେ ଅତ୍ୟଧିକ ମଦ୍ୟପି। ତେଣୁ ଏଠି ହେଭିର ଅର୍ଥ ଯେତେବେଳେ ବି ପ୍ରେଡିକେଟିଭରେ ଅଛି ତାର ଅର୍ଥ ଆସୁଛି ଓଜନିଆ। ଯେତେବେଳେ ନାଉନ ପୂର୍ବରୁ ବସୁଛି, ଡ୍ରିଙ୍କର ହେଲା ନାଉନ, ତା ପୂର୍ବରୁ ଅଛି ହେଭି, ତାର ନାଉନର ଗୁଣ ମଦ୍ୟ ପାନ କରିବା ବା ହେଭି ଡ୍ରିଙ୍କର ବା ଅତ୍ୟଧିକ ମଦ୍ୟପାନ କରିଛି। ତେଣୁ ଏଇ ଆଟ୍ରିବ୍ୟୁଟିଭ ଆଉ ପ୍ରେଡିକେଟିଭ ଲକ୍ଷ୍ୟ ନେଇକି ନାଉନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯେ କି ଗୋଟିଏ ହେଲା ଗ୍ରାଡେବୁଲ ଆଉ ଗୋଟେ ହେଲା ନନ୍ ଗ୍ରାଡେବୁଲ। ଗ୍ରାଡେବୁଲ ଅର୍ଥ, ଗ୍ରାଡ ଅର୍ଥ ହେଲା ମାତ୍ରା, ଏବୁଲ ଅର୍ଥ ହେଲା ସକ୍ଷମ। ଯେଉଁ ଆଡଜେକ୍ଟିଭରେ ମାତ୍ରାରେ ପ୍ରକାଶ କରାଯାଏ ତାକୁ ଗ୍ରାଡେବୁଲ କହନ୍ତି। ଯେଉଁ ଆଡଜେକ୍ଟିଭରେ ମାତ୍ରା ପ୍ରକାଶ କରି ନ ହୁଏ ତାକୁ ନନ୍ ଗ୍ରାଡେବୁଲ ବୋଲି କହନ୍ତି। ତେଣୁ ଗ୍ରାଡେବୁଲ ବାବଦରେ ଗ୍ରାଡେବୁଲକୁ ଡିଗ୍ରୀ ହିସାବରେ ତିନି ପ୍ରକାର କରାଯାଇଛି ବା ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ପଜିଟିଭ, ଯେ କି ବିଶେଷଣର ମୂଳ ରୂପ। ଦ୍ୱିତୀୟ ହେଉଛି କମ୍ପାରେଟିଭ, ବିଶେଷଣର ତୁଳନାତ୍ମକ। ସୁପରଟିଭ, ବିଶେଷଣର ସର୍ବୋତ୍ତମ ସୂଚକ। ତେଣୁ ଗୋଟିଏ କଥା, ଏଇ ପଜିଟିଭ, କମ୍ପାରେଟିଭ, ସୁପରଟିଭ ଯେତେବେଳେ ଆମେ ପ୍ରକାଶ କରିବା, ଆପଣମାନଙ୍କୁ କିଛି ଗୋଟେ ଉଦାହରଣ ମୁଁ ଦଉଛି। ପ୍ରଥମେ ଆପଣ କ'ଣ କରନ୍ତୁ ନା, ଗୋଟେ ନୀଳ ରଙ୍ଗର ଗୋଟିଟିଏ ସଂଗ୍ରହ କରନ୍ତୁ। ଦ୍ୱିତୀୟରେ ହଳଦୀ ରଙ୍ଗର ଗୋଟିଏ ଗୋଟି ସଂଗ୍ରହ କରନ୍ତୁ। ତୃତୀୟରେ ଲାଲ କଲରର ଗୋଟିଏ ଗୋଟି ସଂଗ୍ରହ କରନ୍ତୁ। ତିନିଟା ଗୋଟି ଏକକାଳୀନ ଆଣିକି ରଖନ୍ତୁ, ଯେ
नील रंगर गोटी ठारू हलदी रंगर गोटी टिके बड़ थिबो हलदी रंग ठारू लाल रंगर गोटी टिके बड़ थिबो तेणु सर्वतः दीटा गोटी ठारू लाल रंगर गोटी बड़ थिबो ए तीनटा को आमे प्रकाश करिबा को भाबरे ना ग्राउंडेबल भाव में आमे बा पॉजिटिव कंपैरेटिव सुपरटिव रे आमे को प्रकाश करिबा पॉजिटिव रे अच्छी टिके अच्छी बहुत अच्छी यही जो अच्छी टिके अच्छी बहुत अच्छी से बाबद आम आज यही गोटी को लेकिन उल्लेख करवा प्रथमतः आपण पाखे गोटे गोटी अच्छी जो कि नील रंगर गोटी से नील रंगर गोटी को लेकिन आम व्याख्या दबा कौन ना द ग्रीन डाइस इज बिग नील रंगर गोटी बड़ तेणु ए वाक्यटी आट्रिब्यूटिव अच्छी ग्रीन प्रेडिकेटिव अच्छी बिग तेणु ग्रीन हूँ डाइस गुण को व्याख्या दूसरी तेणु गोटी नील रंगर जहाँकि बड़ साइज गोटी नील रंगर ताठार अच्छी आपणकर जो हलदी रंगर गोटी द येलो डाइस इज एठी आगे बिग थिला सेठी बिगर दान ग्रीन डाइज नील रंगर गोटी ठारू हलदी रंगर गोटी बड़ अच्छी ए दीटा गोटी ठारू सर्वतः सबुठारू बड़ आपणकर रखिछथि लाल रंगर गोटी ताकू व्याख्या करिवे द रेड डाइस इज बिग गला बिगर गला तापर आसो बिगेस्ट बिगेस्ट ऑफ द थ्री ये तीनोटी आगे डाइस ठारू लाल कलर डाइस टी सबुठारू बड़ बड़ ताठारू बड़ सबुठारू बड़ सबिता इज टल सबिता गोटे डेंगी झील सबिता इज टल कविता इज टलर दान सबिता सबिता ठारू कविता आउ टिके डेंगी सरिता इज टेलेस्ट ऑफ द थ्री गर्ल तीन जन झील ठारू सरिता सबुठारू डेंगी टल टलर टलेस्ट हनी बी इज स्मॉल इंसेक्ट हनी बी मौमाछीटी छोटिया कीट हनी बी इज स्मॉल इंसेक्ट ताठार टिके छोट देखिए यदि कहे ताले हाउस फ्राई इज स्मॉल थिला स्मॉलर दान हनी बी हाउस फ्राई माछी माछीटी हनी बी ठारू छोट ant is smallest of the three insect तीन टाक कीट ठारू जांट है पिंपुड़ी सबुठारू छोट स्मॉल स्मॉलर स्मॉलेस्ट Orange is sweet.
ସୁଇଟ୍ ଅର୍ଥ ମଧୁର, ମଧୁ, ମିଠା। ମ୍ୟାଙ୍ଗୋ ଇଜ୍ ସୁଇଟର ଦାନ୍ ଅରେଞ୍ଜ। ଲେମ୍ବୁ ଠାରୁ ଆଉ ଟିକେ ମିଠା ହେଉଛି ଆମ୍ବ। ଆପଲ୍ ଇଜ୍ ସୁଇଟେଷ୍ଟ ଅଫ୍ ଦ ଥ୍ରୀ ଫ୍ରୁଟ୍ସ। ତିନିଟାକ ଫଳ ଠାରୁ ଆପଲ୍ ବା ସେଉ ସବୁଠାରୁ ମିଠା। ଯେତେବେଳେ ଆପଣଙ୍କର ବିଶେଷଣ ମୂଳ ପଦଟି ବଡ଼ ଥାଏ ସେଠି ଆପଣ ମୋର୍, ମୋଷ୍ଟ ଲଗେଇକି ୟୁଜ୍ କରିବେ। ଯେମିତି ଦ ଲାୟନ୍ ଇଜ୍ ଫର୍ସିୟସ୍ animal. The lion is ferocious, ଭୟଙ୍କର, ହିଂସ୍ର। ସିଂହଟି ଭୟଙ୍କର ବା ହିଂସ୍ର ଜନ୍ତୁ। Leopard is a ferocious. Leopard more ferocious than lion. ବାଘ ସିଂହ ଠାରୁ ଚିତାବାଘ ହିଂସ୍ର। Tiger is most ferocious of the three animals. ତିନି ଜଣ ଜନ୍ତୁ ଠାରୁ ବାଘ ଭୟଙ୍କର ହିଂସ୍ର। ତେଣୁ ମୋର୍, ମୋଷ୍ଟ ଲଗେଇକି ଯଦି ଆପଣଙ୍କର ବିଶେଷଣ ପଦଟି ବଡ଼ ଭୟଙ୍କର ବଡ଼ ହିସାବରେ ଥାଏ ସେଠି ମୋର୍ ଆଉ ମୋଷ୍ଟ ଲଗେଇକି ୟୁଜ୍ କରିବେ। ଯେମିତି ହର୍ସ ଇଜ୍ ୟୁଜଫୁଲ୍ ଏନିମାଲ୍। ଘୋଡ଼ା ଗୋଟିଏ ବ୍ୟବହାରିକ ପଶୁ। ବୁଫାଲୋ ଇଜ୍ ମୋର୍ ୟୁଜଫୁଲ୍ ଦ୍ୟାନ୍ ହର୍ସ। ଘୋଡ଼ା ଠାରୁ ମଇଁଷି ଆହୁରି ବ୍ୟବହାରିକ ପଶୁ। The cow is most useful of the three animal. ତେଣୁ ଗାଈ ସବୁଠାରୁ ୟୁଜଫୁଲ୍ ବ୍ୟବହାରକାରୀ ପଶୁ। ଏ ହେଲା ଆପଣଙ୍କର ପଜିଟିଭ୍, ସୁପରଟିଭ୍, କମ୍ପାରେଟିଭ୍ର ପ୍ରକାଶର ମୁଁ କହିଲି। ଆପଣ ନିଜେ ସଂଗ୍ରହ କରିକି ପଜିଟିଭ୍, କମ୍ପାରେଟିଭ୍, ସୁପରଟିଭ୍ ଆଉ ଟିକେ ଫଲୋ କରିବେ ଛାତ୍ରଛାତ୍ରୀମାନେ। ଏ ବି ଆଜେକ୍ଟିଭ୍ ଆହୁରି ବି ରହିଛି, ଆଗକୁ ଆହୁରି ଏକକାଳରେ ତ ପଢ଼େଇ ହେବ ନାହିଁ, ଆହୁରି ଆଗକୁ ରହିଛି। ଆଉ ମୋ ଭିଡ଼ିଓ ଯେ ଦେଖୁଛନ୍ତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ବୁଝି ନ ପାରୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ମତାମତ ରଖନ୍ତୁ। ଯଦି ଭଲ ଲାଗୁଛି ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆଉ ପ୍ରତ୍ୟେକ ପିଲା ଶିକ୍ଷା ଅର୍ଜନ କରିବା ପାଇଁ ମୋ ଭିଡ଼ିଓକୁ ସେୟାର କରନ୍ତୁ। ରହୁଛି। ଜୟ ଜଗନ୍ନାଥ, ନମସ୍କାର।